ଆପଣମାନଙ୍କୁ ମକର ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା। ପ୍ରତ୍ୟେକ ବର୍ଷ ଆମେ ବହୁ ଆନନ୍ଦରେ ମକର ସଂକ୍ରାନ୍ତି ପର୍ବ ମାନୁ। ଓଡ଼ିଆ ଜାତିର ଏହା ଏକ ବଡ଼ ପର୍ବ। ଓଡ଼ିଆ ଜାତିରେ 12 ମାସରେ 13 ପର୍ବ। ସେହି ପର୍ବମାନଙ୍କ ମଧ୍ୟରୁ ମକର ପର୍ବ ଅନ୍ୟତମ। ଏହି ପର୍ବରେ ଆମେ ବିଭିନ୍ନ ପ୍ରକାରର ପିଠା ତିଆରି କରୁ। ଆରିସା ପିଠା, ମଣ୍ଡା ପିଠା, କାକରା ପିଠା, ଖପରମଣ୍ଡା ପିଠା, ପୋଡ଼ ପିଠା, ତିଳ ମୁଆଁ, ମୁଢ଼ି ମୁଆଁ, ଚକୁଳି ପିଠା, ତୁନକି ପିଠା, ସିମ ପିଠା, କନ୍ଦମୂଳ ପିଠା, ଚୁଡ଼ା ପିଠା ଏହିସବୁ ପିଠା ଘରେ ତିଆରି କରୁ। ପଡ଼ିଶା ଘରେ ମଧ୍ୟ ବଣ୍ଟା ବଣ୍ଟି କରୁ। କିନ୍ତୁ ଆପଣମାନେ କେବେ ଭାବିଛନ୍ତି ଏହି ପର୍ବଟି ଆମେ ଏତେ ଉତ୍ସାହର ସହିତ କାହିଁକି ପାଳନ କରୁ? କାହିଁକି ନା ମକର ସଂକ୍ରାନ୍ତିରେ ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରନ୍ତି। ଯେତେବେଳେ ସୂର୍ଯ୍ୟଦେବ ମକର ରାଶିରେ ଉତ୍ତରାୟଣ ହୁଅନ୍ତି, ପୌରାଣିକ କଥା ଅନୁସାରେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଦେବ ଶନିଦେବ ପାଖକୁ ଯାଆନ୍ତି। ଶନି ମକର ରାଶିର ଦେବ ଅଟନ୍ତି। ସେଥିପାଇଁ ମକର ସଂକ୍ରାନ୍ତି ନାମ ରଖାଯାଇଛି। ମକର ସଂକ୍ରାନ୍ତିର ବର୍ଣ୍ଣନା ମହାଭାରତରେ ମଧ୍ୟ କରାଯାଏ। ଗଙ୍ଗାପୁତ୍ର ଭୀଷ୍ମ ପିତାମହଙ୍କୁ ଇଚ୍ଛା ମୃତ୍ୟୁର ବରଦାନ ମିଳିଥିଲା। ମକର ସଂକ୍ରାନ୍ତିରେ ମୃତ୍ୟୁ ପରେ ଶରୀରକୁ ମୁକ୍ତି ମିଳେ ବୋଲି ସେ ଜାଣିଥିଲେ। ତେଣୁ ଶରଶଯ୍ୟାରେ ଏତେ କଷ୍ଟ ପରେ ମଧ୍ୟ ମକର ସଂକ୍ରାନ୍ତି ଦିନ ଦେହତ୍ୟାଗ କରିବା ପାଇଁ ଦିନଟିକୁ ବାଛିଥିଲେ। ମକର ସଂକ୍ରାନ୍ତିରେ ରାଜା ଭାଗୀରଥୀର କଥାରେ ମା ଗଙ୍ଗା ସ୍ୱର୍ଗରୁ କପିଳମୁନି ଆଶ୍ରମ ଦେଇ ପୃଥିବୀ ପୃଷ୍ଠକୁ ଆସି ଗଙ୍ଗାସାଗରରେ ମିଶିଥିଲେ। ତେଣୁ ମକର ସଂକ୍ରାନ୍ତି ଦିନ ଗଙ୍ଗାସାଗରରେ ସ୍ନାନ କଲେ ଶରୀରରୁ ଆତ୍ମାକୁ ମୁକ୍ତି ମିଳିଥାଏ। ମାତା ଯଶୋଦା ମକର ସଂକ୍ରାନ୍ତି ଦିନ ପୁତ୍ର ପ୍ରାପ୍ତି ପାଇଁ ଉପବାସ କରିଥିଲେ। ଏହି ଦିନ ତିଳ ଓ ଗୁଡ଼ ଦାନ କଲେ ନିଃସନ୍ତାନ ମହିଳାଙ୍କୁ ସନ୍ତାନ ପ୍ରାପ୍ତ ହୋଇଥାଏ। ତିଳ ଭଗବାନ ବିଷ୍ଣୁଙ୍କ ଠାରୁ ସୃଷ୍ଟି ହୋଇଥିଲା। ତେଣୁ ତିଳକୁ ଦାନ କଲେ ପୁଣ୍ୟ ମିଳିଥାଏ। ମକର ସଂକ୍ରାନ୍ତିରେ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ। ଆପଣମାନେ ଆପଣଙ୍କ ପରିବାର ସହିତ ମକର ସଂକ୍ରାନ୍ତି ମାନନ୍ତୁ। ଭିଡ଼ିଓଟି ପସନ୍ଦ ଆସିଲେ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।